ମାତିଛନ୍ତି ଲଜ୍ ମାଲିକ, ଗ୍ରାହକଙ୍କଠାରୁ ଖୁଲମଖୁଲା କରୁଛନ୍ତି ଲୁଟ୍। ଓଟିଇଟି ପରୀକ୍ଷାର୍ଥୀଙ୍କଠାରୁ 2 ଗୁଣା ଟଙ୍କା ନେଇ ରୁମ୍ ଦେଉଥିବା ଅଭିଯୋଗ। ଗ୍ରାହକଙ୍କଠାରୁ ଖୁଲମଖୁଲା କରୁଛନ୍ତି ଲୁଟ୍। ଓଟିଇଟି ପରୀକ୍ଷାର୍ଥୀଙ୍କଠାରୁ 2 ଗୁଣା ଟଙ୍କା ନେଇ ରୁମ୍ ଦେଉଥିବା ଅଭିଯୋଗ। ସୂଚନା ଅନୁଯାୟୀ ଆଜି ସାରା ରାଜ୍ୟରେ ଓଟିଇଟି ପରୀକ୍ଷା ହେଉଛି। ପରୀକ୍ଷାର୍ଥୀମାନେ ଜିଲ୍ଲା ବାହାରେ ଯାଇ ପରୀକ୍ଷା ଦେବାକୁ ପଡୁଛି। ଯେହେତୁ ପରୀକ୍ଷା ସମୟ ସକାଳୁ ଥିବାରୁ ପରୀକ୍ଷାର୍ଥୀମାନେ ଗୋଟିଏ ଦିନ ପୂର୍ବରୁ ଆସି ରହିବାକୁ ପଡୁଛି। ସେଥିପାଇଁ ଲଜ୍ ମାଲିକମାନେ ଏହାର ସୁଯୋଗ ନେଇ ଲଜ୍ର ଦର 2 ଗୁଣା କରିଛନ୍ତି। ଏହିଭଳି ଅଭିଯୋଗ ଆସିଛି କଳାହାଣ୍ଡି ଜିଲ୍ଲା ଭବାନୀପାଟଣାରୁ। ସହରର ଘୋଡ଼ାଘାଟ ଛକରେ ଥିବା ସେଣ୍ଟର ପାର୍କ ନାମକ ଏକ ଲଜ୍ରେ ନିର୍ଦ୍ଧାରିତ ଦରଠାରୁ ଓଟିଇଟି ପରୀକ୍ଷାର୍ଥୀଙ୍କ ପାଇଁ 2 ଗୁଣା ଦର ବଢ଼ାଇଥିବା ଅଭିଯୋଗ କରିଛନ୍ତି ପରୀକ୍ଷାର୍ଥୀ। ସରକାର ନିୟମ ଅନୁଯାୟୀ ରୁମ୍ର ଦର ବୋର୍ଡରେ ଦର୍ଶାଇବା କଥା, ହେଲେ ଏହାର ଅବମାନନା କରାଯାଉଛି। ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ପରୀକ୍ଷାର୍ଥୀମାନେ ଅନୁରୋଧ କରିବା ସହିତ ଲଜ୍ଗୁଡ଼ିକର ଏହି କାର୍ଯ୍ୟ ପାଇଁ ଅସନ୍ତୋଷ ପ୍ରକାଶ କରିଛନ୍ତି। କଳାହାଣ୍ଡି ଜିଲ୍ଲାରୁ ଜଗନ୍ନାଥ ନାୟକଙ୍କ ରିପୋର୍ଟ, ସମ୍ଭବ ଟିଭି ଓଡ଼ିଆ।